ଏଇ ମାନେ ହେଉଛନ୍ତି କଳିଯୁଗର ସତୀ ନାରୀ। ଜୟ ଜଗନ୍ନାଥ। ଆପଣମାନେ ଭାବୁଥିବେ ବହୁତ ଦିନ ହେଲାଣି କାହିଁକି ଶୋ ଆସିପାରୁନି, ସେଇଥିପାଇଁ ଆପଣଙ୍କ ପାଇଁ ଗୋଟେ ନୂଆ ଶୋ ଆମେ ଆରମ୍ଭ କରିଛୁ, ଯାର ନାଁ ହେଉଛି ସତ କହିଲେ ସମସ୍ତଙ୍କର ଫାଟେ। ଚାଲନ୍ତୁ ଆରମ୍ଭ କରିବା ଶୋର। ଆଜି ପ୍ରଥମ ଶୋର ପ୍ରଥମ ଗେଷ୍ଟ ହେଉଛନ୍ତି ଆମ ସହିତ ଅଛନ୍ତି ସିଦ୍ଧାନ୍ତ ବେହେରା। ଚାଲନ୍ତୁ ତାକୁ ସ୍ୱାଗତ କରିବା। ଜୟ ଜଗନ୍ନାଥ। जय जगन्नाथ। राधे राधे। ସିଦ୍ଧାନ୍ତ ବାବୁ ନିଜ ଉପରେ କନଫିଡେନ୍ସ ଅଛି ତ? କାହିଁକି ନା ଶୋର ନାଁ ହେଉଛି ସତ କହିଲେ ସମସ୍ତଙ୍କର ଫାଟେ। ସେମିତି କିଛି ନାହିଁ, ଯାହା କହିବି ସତ କହିବି, ଯାହାର ଫାଟିବାର ଅଛି ଫାଟୁ। ପିଜୁଳି ଖାଇଲେ ମଞ୍ଜି, ପଣସ ଖାଇଲେ ଅଠା। ଆଜିକାଲି ପୁଅକୁ ଯେତେ ପ୍ରେମ କଲେ କଣ ହବ? ତାଙ୍କୁ ପରା ଭାଉଜ ପ୍ରେମ ମିଠା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟେ ଟ୍ରେଣ୍ଡିଂରେ ଚାଲିଛି, ସମସ୍ତେ କହୁଛନ୍ତି ଭାଉଜ ପ୍ରେମ ମିଠା। ସିଦ୍ଧାନ୍ତ ବାବୁ ତମକୁ କେବେ ମୌକା ମିଳିନି ଭାଉଜ ପ୍ରେମ ଚାଖିବା ପାଇଁ? ମିଠା କି ଖଟା? ଏପର୍ଯ୍ୟନ୍ତ ତ ମୁଁ ଜାଣିନି ଭାଉଜ ପ୍ରେମ ମିଠା କି ଖଟା। ଏଇ ଭାଉଜକୁ ଦେଖିଲା ପରେ ଆଜି କାହିଁକି ଭାରି ଇଚ୍ଛା ହଉଛି ଚାଖିବା ପାଇଁ। ନେଭର। ଚାଲନ୍ତୁ ସିଦ୍ଧାନ୍ତ ବାବୁ ଶୋକୁ ଆରମ୍ଭ କରିବା। ଆପଣଙ୍କ ପାଇଁ ପ୍ରଥମ କ୍ୱେଶ୍ଚିନ୍, ଝିଅ ଅପେକ୍ଷା ଭାଉଜ ମାନଙ୍କର କାହିଁକି ବେଶୀ ହିଟ୍ ହେଉଛି, ୟାର କାରଣ କଣ, এই ବିଷୟରେ କଣ କହିବେ? ଦେଖନ୍ତୁ, ଇଏ ହଉଛି ଆମର ଦେଖା ଶିଖା ଓଡ଼ିଶା। ଯୋଉ ଭାଉଜ ମାନେ ଫ୍ୟାମିଲି ଛାଡ଼ି କ୍ୱାର୍ଟରକୁ ଯାଉଛନ୍ତି, ତାଙ୍କ ସ୍ୱାମୀ ଡ୍ୟୁଟି ଗଲା ପରେ ସେ କରିବେ କଣ? ସାଇଡ୍ କ୍ୱାର୍ଟର ଲୋକମାନେ କେମିତି ଡ୍ରେସ୍ ପିନ୍ଧୁଛନ୍ତି ସେମାନେ ତାକୁ ଦେଖି ଫଲୋ କରୁଛନ୍ତି। ବର୍ତ୍ତମାନ ଆପଣ ଦେଖିଥିବେ ଭାଉଜମାନେ ଆଉ ରୋଷେଇ କରୁନାହାନ୍ତି, ସେ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଇନଷ୍ଟାଗ୍ରାମରେ ସେ ଦେଖୁଛନ୍ତି କିଏ କେତେ ଖୋଲିଲେ କିଏ କେତେ ଲାଇକ୍ ନେଉଛି, କିଏ କେତେ ସେୟାର ନେଉଛି, କିଏ କେତେ କମେଣ୍ଟ ନେଉଛି, ସେଇ ଅନୁସାରେ ପଇସାଟା ଇନକମ୍ ହବ ନା। এই ଭାଉଜମାନେ ଇନଷ୍ଟାଗ୍ରାମରୁ କେମିତି ପଇସା କମାଉଛନ୍ତି? ଆଜ୍ଞା, ଏଠି ଯିଏ ଯେତିକି ଖୋଲିଲା ସେତିକି ପଇସା, କିଏ ହୁଏତ କମ୍ ଖୋଲିଲା ସେ କମ୍ ପଇସା ପାଇଲା, କିଏ ଅଧିକା ଖୋଲିଲା ଅଧିକା ପଇସା ପାଇଲା। ଆଉ ଉଦାହରଣ ସ୍ୱରୂପ ତ ଆପଣ ନିଜେ ଜାଣିପାରୁଛନ୍ତି ସାହୁ ଭାଉଜ କେମିତି ବାଣ୍ଡୁଲି ବାଣ୍ଡୁଲି ଖେଳି। ଆଉ ମୁଁ ଇନଷ୍ଟାରେ ଭାଇରାଲ ହେବା ପାଇଁ କିଛି ବି କରିପାରେ, କାହିଁକି ନା ମୋ ଭାଇଟାର ଫୁଲ୍ ସପୋର୍ଟ ଅଛି। ମୋ ହଜବେଣ୍ଡ ତ ମତେ କହୁଛି ଖୋଲିକି ଦେଖିବା ପାଇଁ, ମତେ ଲାଜ ଲାଗୁଛି। ମୁଁ ସେଥିପାଇଁ ଟିକେ ଖୋଲିକି ଆମ ଦେଖୁଛି। ଓଡିଶାରେ ଏମିତି କିଛି ସ୍ୱାମୀ ଅଛନ୍ତି ତାଙ୍କ ସ୍ତ୍ରୀ ମାନଙ୍କୁ କହୁଛନ୍ତି ଖୋଲିନାହାନ୍ତି ଦେଖିବା ପାଇଁ ସୋସିଆଲ ମିଡିଆରେ, এই ବିଷୟରେ କଣ କହିବେ ସିଦ୍ଧାନ୍ତ ବାବୁ? ହଁ, ଏଇଟା ବି ସତ କଥା। ଯେ ଇନଷ୍ଟାଗ୍ରାମରେ ଭିଡ଼ିଓ ଭାଇରାଲ ହେବା ପାଇଁ ହବ, ଯଦି ତାର କିଛି ଟ୍ୟାଲେଣ୍ଟ ନାହିଁ ସେ ଆଉ କ'ଣ କରିବ? ନିହାତି ଖୋଲିକି ଦେଖେଇବ। ଖୋଲିଲେ ସିନା ଭିଉ ବଢ଼ିବ, ଭାଇରାଲ ହବ, ଆଉ ଭଲ ଇନକମ୍ ବି ହବ। ଆଉ ସ୍ୱାମୀମାନେ ତ ବସିକି ଘରେ ବସିବେ, ଏମାନେ ପଇସା ଇନକମ୍ କରିବେ। Good night, all friends. କିଛିଟା ଭାଉଜ ଅଛନ୍ତି ସୋସିଆଲ ମିଡିଆରେ ଅଜବ ପ୍ରକାର ହରକତ କରୁଛନ୍ତି, ଏ ବିଷୟରେ କଣ କହିବେ ସିଦ୍ଧାନ୍ତ ବାବୁ? ଏମାନେ ହଉଛନ୍ତି ଉଲୁରି ଗାଈ। ମାଲିକ ଏମାନଙ୍କୁ ଯେତେ କୁଣ୍ଡା ତୁରାଣି ଦେଇ ପାଳିଲେ ବି ସେମାନଙ୍କର ସଦାବେଳେ ନଜରଟା ଥାଏ ପର ଫସଲ ଉପରେ। କାହିଁକି ନା ଏମାନଙ୍କୁ ଡେଲି ଗୋଟେ ଗୋଟେ ଖାଇବା ଦରକାର ହେଉଛି। କାହା ବାଡ଼ିରେ ମୋଟା ଥିବ, କାହା ବାଡ଼ିରେ ପତଳା ଥିବ, କାହା ବାଡ଼ିରେ ଲମ୍ବା ଥିବ। ଏମାନଙ୍କୁ ଡେଲି ଗୋଟେ ଗୋଟେ ବିଭିନ୍ନ ପ୍ରକାର ଖାଇବା ଦରକାର ହେଉଛି। ସେଇଥିପାଇଁ ତ ଭାଉଜମାନେ ସୋସିଆଲ ମିଡ଼ିଆରେ ଆସି ଏପରି ହରକତ କରୁଛନ୍ତି ଉଲୁରି ଗାଈ ଭଳି। ସିଦ୍ଧାନ୍ତ ବାବୁ ଆପଣ ଦେଖିଥିବେ ବର୍ତ୍ତମାନ କେତେଟା ବେଧ ଭାଉଜ ଅଛନ୍ତି ହରେ ରାମ ଗୀତରେ ବି ପନା ଦେଖି ଥେଥେ ହେଉଛନ୍ତି, এই ବିଷୟରେ କଣ କହିବେ ଆପଣ? এইଭଳି ବଜାତ ମାଇକିନାଙ୍କ ବିଷୟରେ ମୁଁ ତ କିଛି କହିପାରିବିନି। ଏମାନଙ୍କୁ ସାରଥି ବାବା ଠିକ୍ ଥିଲେ, କିନ୍ତୁ ଏବେ ତ ଆଉ ସାରଥି ବାବା ନାହାନ୍ତି। ନହେଲେ ସେ ଆଣ୍ଠୁଆ ଗୋପାଳ ସାଜିକି ସେଥିରୁ କ୍ଷୀର ପିଇ ଦେଇଥାନ୍ତେ। ସ୍ୱାମୀ ରାତିରେ କଣ କଲେ ସ୍ତ୍ରୀ ଠିକ୍ ସେ ଶୋଇପାରେନି? କହିଲ ଦେଖିବା ୟାର ଉତ୍ତର କଣ ହବ? ସିଦ୍ଧାନ୍ତ ବାବୁ এই ଭାଉଜ ଯୋଉ ପଚାରିଲେ ସ୍ୱାମୀ କଣ କଲେ ରାତିରେ ସ୍ତ୍ରୀ ଶୋଇପାରେନି, এই ବିଷୟରେ କଣ କହିବେ? ସ୍ୱାମୀ ଘରେ ଥିଲେ ସ୍ତ୍ରୀମାନଙ୍କୁ ନିଦ କ'ଣ ପାଇଁ ହୁଏନି? ଏଥିପାଇଁ ଯେ ତାଙ୍କ ପୁରୁଣା ଲୋକମାନଙ୍କୁ ଡକେଇ ପାରିବେନି, ଠିକ୍ ସେ କଥା ହେଇପାରିବେନି। ସେଇ ଡିପ୍ରେସନରେ ଏମାନଙ୍କୁ ନିଦ ହୁଏନି କି ଶାନ୍ତିରେ ଶୋଇପାରନ୍ତିନି। ତୁ ସବାରି ଚଢ଼ିବା ଖଣ୍ଡ ନିଜ ହାତେ ଆଣି ମଜୁଇରେ ଫିଙ୍ଗି ଦବୁ। এইମାନେ ହେଉଛନ୍ତି କଳିଯୁଗର ସତୀ ନାରୀ। ଘରେ ଘଇତା ଥାଉ ଥାଉ ପୁରୁଣା ଲଭରକୁ ଭିଡ଼ି କାନ୍ଦୁଛନ୍ତି କାହିଁକି, ଏ ବିଷୟରେ କଣ କହିବେ ସିଦ୍ଧାନ୍ତ ବାବୁ? ମୁଁ ଏଠି ଗ୍ୟାରେଣ୍ଟି ଦେଇ କହିବି ୟାର ବୁଢ଼ା ଘଇତା ଗଭର୍ଣ୍ଣମେଣ୍ଟ ଚାକିରିଆ ନିହାତି ହେଇଥିବ। ସେଇଥିପାଇଁ ତ ତାର ଗୋଲୁ ମରୁନି, ପୁରୁଣା ଲଭରକୁ ଧରି ଭିଡ଼ିକି କାନ୍ଦୁଛି। ସିଦ୍ଧାନ୍ତ ବାବୁ
ତମେ କେବେ ଲାଇଫରେ ଭାବିଥିଲ ଏମିତି ଗୋଟେ ଶୋ ହବ ଯାର ନାଁ ହଉଛି ସତ କହିଲେ ସମସ୍ତଙ୍କୁ ଫାଟେ, ଆସିବା ପାଇଁ ତମକୁ ମୌକା ମିଳିବ? ଭାବି ତ ନଥିଲି କେବେ, କିନ୍ତୁ ଏଠିକି ଆସିଲା ପରେ ବହୁତ ଖୁସି ଲାଗିଲା। ଯାହା ହଉ ଏଇଭଳିଆ ଶୋ ଆହୁରି ଆଗରୁ ବାହାରିବାର ଥିଲା। ଆଜି ତ ସମୟ ହେଇଯାଇଛି ଏଇ ଶୋକୁ ଏଇଠି ରଖିବା। ମୁଁ ଜଲ୍ଦି ଆସିବି ଆଉ ଗୋଟେ ଭିଡିଓକୁ ନେଇ, ଆଉ ଜଣେ ଗେଷ୍ଟକୁ ନେଇ। ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।